ଏଇଥରକ ରଜରେ ପିଠା ସହିତ ଚାଲନ୍ତୁ ଆଜି କରିବା ଗୋଟେ ମିଠା ଆଇଟମଟି। ଏଇ ମିଠା ଆଇଟମଟି ଆମ୍ବରେ କରିବା। ୟାକୁ ଆମେ ଆମ୍ବ କେକ୍ ବା ମ୍ୟାଙ୍ଗୋ ମିଲ୍କ କେକ୍ କହିଲେ କିଛି ଭୁଲ ହେବନି। ଏମିତି ଥରେ ନିଶ୍ଚୟ କରନ୍ତୁ, ଛୋଟରୁ ବଡ଼ ଦେଖିବେ ସମସ୍ତେ ପସନ୍ଦ କରିବେ। ଏଇଠି ଦେଖନ୍ତୁ କେତେ ଡିଲିସିୟସ୍ ଆଉ କେତେ ସୁନ୍ଦର ହେଇଛି ନା। ଭିଡ଼ିଓଟି ସମ୍ପୂର୍ଣ୍ଣ ଦେଖନ୍ତୁ। ଆଶା କରିବି ଆଜିର ଭିଡ଼ିଓ ଆପଣମାନଙ୍କୁ ପସନ୍ଦ ଆସିବ। ଭିଡ଼ିଓଟି ପସନ୍ଦ ଆସିଲେ ଭିଡ଼ିଓକୁ ଲାଇକ୍ କରିବା ସହିତ ସେୟାର ନିଶ୍ଚୟ କରନ୍ତୁ। ଆଉ ଫେସବୁକ୍ ପେଜ୍ରେ ଦେଖୁଥିଲେ ଫଲୋ ନିଶ୍ଚିତ ଭାବରେ କରନ୍ତୁ। ଆଉ ପ୍ଲିଜ୍ ମୋ ଚ୍ୟାନେଲକୁ ସବସ୍କ୍ରାଇବ୍ କରିନିଅନ୍ତୁ। ନମସ୍କାର, ଆପଣ ସମସ୍ତଙ୍କୁ ଅନେକ ଅନେକ ସ୍ୱାଗତ କରୁଛି ମୋ ଚ୍ୟାନେଲ ଜୁଲିସ୍ କିଚେନ୍କୁ। ତାହେଲେ ଚାଲନ୍ତୁ ଆଜିର ଏଇ ଡିଲିସିୟସ୍ ରେସିପି ଆରମ୍ଭ କରିବା। ଏଇଠି ପ୍ରଥମେ କ'ଣ କରିବା ନା, ଏଇ ମ୍ୟାଙ୍ଗୋ ମିଲ୍କ କେକ୍ ପାଇଁ ଗ୍ୟାସ୍ ଉପରେ ଏମିତି ଗୋଟେ ପ୍ୟାନ୍ ହେଉ କଢ଼େଇ ହେଉ ବସାଇବା। ଆଉ ଏଠି 2ରୁ 3 ଚାମଚ ପ୍ରଥମେ ପାଣି ଦେବା। ଆଉ ଏଠି ପାଣି ଦେଇ ସାରିଲା ପରେ ଗୋଟେ ହାଫ୍ ଲିଟର କ୍ଷୀର ମୁଁ ଦେଇଛି। ହାଫ୍ ଲିଟର କ୍ଷୀର ପାଇଁ ମୁଁ ଏଠି 2ଟା ବଡ଼ ସାଇଜ୍ର ଆମ୍ବ ନେଇଛି। ଆପଣମାନେ ଯଦି ଅଧିକ କ୍ଷୀର ଦେବେ ତାହେଲେ ଆମ୍ବର ପରିମାଣଟା ବି ଏମିତି ଅଧିକ କରିବେ। ଏଇଠି ଆମ୍ବକୁ ଆମେ ପ୍ରଥମେ ଏମିତି କାଟି ଦେଇକି ଗୋଟେ ଗିନାରେ ମାପିଦେବା। ଏଠି ଗୋଟେ ବାଉଲ୍ ମୁଁ ନେଇଛି। ଆଉ ୟାକୁ କ'ଣ କରିବା ନା, ଆମ୍ବକୁ ଏମିତି ଗୋଟେ ମିକ୍ସିଂ ଜାର୍କୁ ଦେଇକି ଏମିତି ପୁରା ବିନା ପାଣି ନ ଦେଇକିନା ଆମେ ତାକୁ ପୁରା ଚିକ୍କଣ କରିକି ଗ୍ରାଇଣ୍ଡିଙ୍ଗ କରିକି ନେଇ ଆସିବା। ଏଇଠି ଦେଖନ୍ତୁ କ୍ଷୀରରୁ ଏମିତି ଗୋଟେ ଫୁଟା ଆସିଲାଣି। ଆଉ କ୍ଷୀର ଚାରି ସାଇଡ଼୍ ଯେଉଁ ମଲେଇ ବା ତା'ର ଯେଉଁ ସର ଲାଗିଥାଏ ତାକୁ ଆମେ ଏମିତି ସ୍ପାଚୁଲା ସାହାଯ୍ୟରେ କ୍ଷୀର ଦେହରେ ଏମିତି ମିଶାଇବା। ଏବେ ଆମେ କ'ଣ କରିବା ନା, ଆମ୍ବକୁ ଆମେ ଏଇଠି ଆଡ଼୍ କରିବା। ଆଉ ତାକୁ ଏମିତି ଗୋଟେ ହ୍ୟାଣ୍ଡ ହ୍ୱିସ୍କର ସାହାଯ୍ୟରେ ଏମିତି ମିଶାଇବା। ଏଇଠି ଦେଖନ୍ତୁ ଯେମିତି ମୁଁ ଭିଡ଼ିଓରେ ଦେଖାଉଛି। ଏବେ ଆମେ ଗୋଟେ କ'ଣ କରିବା ନା, ଏଇଠି 100 ଗ୍ରାମର ଛେନା ମୁଁ ଦେଇଛି। ଆପଣମାନେ ଚାହିଁଲେ ବି ଛେନାକୁ ସ୍କିପ୍ କରିପାରିବେ ବା ଛେନାର ପରିମାଣଟା ବି ଆଉ ଟିକେ ଅଧିକ କରିପାରିବେ। ଏଇଠି ଦେଖନ୍ତୁ ଏମିତି ସ୍ପାଚୁଲା ସାହାଯ୍ୟରେ ଭଲ ଭାବରେ ଆମେ ଏମିତି ଛେନାକୁ ମିଶାଇ ସାରିଲା ପରେ ଏଇଠି ଦେଖନ୍ତୁ କଲର୍ କେତେ ଚେଞ୍ଜ ହେଇ ଆସିଲାଣି। ଏବେ ଆମେ ଯେମିତି ମୁଁ କହିଥିଲି ନା ପ୍ରଥମ ତା ଚାରି ସାଇଡ଼୍ରୁ ଯେଉଁ ସର ବା ତାର ଯେଉଁ ମଲେଇ ଲାଗିଥାଏ ତାକୁ ଏମିତି ସ୍ପାଚୁଲା ସାହାଯ୍ୟରେ ଆମେ କ୍ଷୀରରେ ମିଶାଇବା। ଏଇଠି ଦେଖନ୍ତୁ ବହଳିଆ ହେଇ ଆସିଲାଣି। ଏମିତି ବହଳିଆ ହେବା ପର୍ଯ୍ୟନ୍ତ ଆମେ ଆମ୍ବକୁ ଏଠି କୁକ୍ କରିବା। ଏବେ ଆମେ ଟିକେ ଏମିତି ବହଳିଆ ହେଇ ଆସି ସାରିଲା ପରେ ଏଇଠି ଦେବା ଚିନି। ଏଇଠି ମୁଁ 2 ଚାମଚର ଚିନି ନେଇଛି। ଆପଣମାନେ ଚାହିଁଲେ ଚିନିର ପରିମାଣକୁ ବି କମ୍ କରିପାରିବେ। ଏଇଠି 2 ଚାମଚ ଚିନି ଦେଇ ସାରିଲା। ଏବେ ଚିନି ଦେଇ ସାରିଲା ପରେ ଏଇଠି କ'ଣ କରିବା ନା, ଗୋଟେ ଛୋଟ ପ୍ୟାକେଟ୍ର ଏମିତି ଅମୁଲ ଦେବା, ମାନେ 2 ଚାମଚର ଅମୁଲ ହେବ। ଏଇଠି ଆପଣମାନେ ଯଦି ଚିନିକୁ ସ୍କିପ୍ କରିବେ ବି ଆଉ ଚିନିକୁ ପରିମାଣ ବି କମାଇବାକୁ ଚାହିଁବେ ବି କମାଇ ଦେଇପାରିବେ। କାହିଁକିନା ଅମୁଲ ଯେହେତୁ ମିଠା ଆଉ ଆମ୍ବ ବି ମିଠା ଥାଏ, ଆପଣମାନେ ମିଠା ଦେଖିକି ଦେବେ। ଏବେ ଆମେ କ'ଣ କରିବା ନା, ସବୁଯାକ ଏମିତି ମିଶାଇ ଦେବା। ଏଇଠି ସ୍ପାଚୁଲା ସାହାଯ୍ୟରେ ଯେମିତି ମୁଁ ଦେଖାଉଛି ବାସ୍ ସେଇଭଳିଆ। ଏଇଠି ଆପଣମାନେ କ୍ଷୀରରେ ଏଇଠି ଆମ୍ବ ଆଡ଼୍ କଲେ ନିଶ୍ଚୟ ଛିଡ଼ିଯିବ ଭାବୁଥିବେ, କିନ୍ତୁ ସେ ଛିଡ଼ିବନି। ଏମିତି ତାକୁ ଯେଉଁ ଆମ୍ବର ଖଟା ଅଂଶଟା ଥାଏ କ୍ଷୀରରେ ଦେଲେ ଏମିତି ସିଏ ଦାନା ଦାନା ହେଇକି ବହୁତ ସୁନ୍ଦର ହିଁ ହେବ। ଏବେ ଲାଷ୍ଟରେ କ'ଣ କରିବା ନା, 2ଟା ଗୁଜୁରାତିକୁ ଛେଚିକି ବା ଗୁଣ୍ଡ କରିକି ଦେବା। ଏଇଠି ଦେଖନ୍ତୁ ଏଇଟା ପୁରା ବହଳିଆ ହେଇ ଆସିଲାଣି। ଏଇଠି ଜାଣିବେ ଯେ ଆପଣଙ୍କର ଏଇଠି ଯେତେବେଳକୁ ଏକାଠି ହେଇଯାଉଥିବ ନା, ସେତେବେଳେ ଜାଣିବେ ଯେ ଏଇଟା ପୁରା ହେଇଗଲା। ଏଇଠି ଦେଖନ୍ତୁ ପୁରା ହେଇଗଲାଣି। ୟାକୁ କ'ଣ କରିବା ନା, ଆମେ ଏମିତି ଗୋଟେ ପ୍ଲେଟ୍ ହଉ ବା ଆପଣମାନଙ୍କ ପାଖରେ ଯଦି କେକ୍ ଟିନ୍ ଥିବ ସେଇଟାରେ ଏମିତି ତେଲ ଟିକେ ବା ଆପଣ ଘିଅ ଚାହିଁଲେ ଘିଅ ଟିକେ ଦେଇକି ଏଇସବୁ ଆମ୍ବକୁ ଏଇଠି ଦେବା। ଏଇଠି ଦେଇ ସାରିଲା ପରେ ଆମେ ଏମିତି ସ୍ପାଚୁଲା ସାହାଯ୍ୟରେ ଆମ୍ବକୁ ଆମେ ଏମିତି ଫ୍ଲାଟ୍ କରିଦେବା ବା ଏମିତି ଖେଳେଇ ଦେବା। ଏଠି ଦେଖନ୍ତୁ ମୁଁ ସବୁଯାକ ଦେଇକି ଏମିତି ପୁରା ଏଠି ପ୍ଲେନ୍ କରିଦେଇଛି। ଏବେ ଏଠି ପ୍ଲେନ୍ କରିସାରିଲା ପରେ କ'ଣ କରିବା ନା, ଟିକେ ଏମିତି ପ୍ଲେଟ୍କୁ ଏମିତି ଟିକେ ବାଡ଼େଇ ଦେବା। ଆଉ ଉପରେ କିଛି ଡ୍ରାଏ ଫ୍ରୁଟ୍ସ ଦେବା। ଆପଣମାନେ ଆପଣଙ୍କ ମନ ପସନ୍ଦର ଏଠି ଡ୍ରାଏ ଫ୍ରୁଟ୍ସ ସଜାଇ ପାରିବେ। ମୁଁ ଏଠି କିଛି କାଜୁ ଆଉ କିସମିସକୁ ସଜାଇ ଦେଇଛି। ଆଉ ବହୁତ ସୁନ୍ଦର ଦେଖାଯିବା ପାଇଁ ଏଇଠି ଗୋଟେ ଚେରି ଦେଇଛି। ୟାକୁ କ'ଣ କରିବା ନା, 2 ଘଣ୍ଟା ପାଇଁ ଆମେ ପୁରା ଫ୍ରିଜ୍ରେ ରଖିଦେବା। ଏଇଠି ଦେଖନ୍ତୁ 2 ଘଣ୍ଟା ପରେ ମୁଁ ଦେଖାଉଛି। ଏଇଠି ଦେଖନ୍ତୁ ଚାରି ସାଇଡ଼୍ ବି ଏମିତି ଛାଡ଼ି ଯାଇଛି। ଆଉ ଏବେ ଆମେ ଗୋଟେ ଛୁରୀ ସାହାଯ୍ୟରେ ଏମିତି କରିଦେଇକି ତାକୁ ସାଇଡ଼୍ରୁ ଏମିତି ଟିକେ ପଛପଟୁ ବାଡ଼େଇ ଦେଲେ ନା, ସିଏ ଅଟୋମେଟିକ୍ ଏମିତି ବାହାରି ଆସିବ। ଏଇଠି ଦେଖନ୍ତୁ କେତେ ସୁନ୍ଦର ବାହାରି ଆସିଲା, କେତେ ସୁନ୍ଦର ଦେଖାଯାଉଛି ନା। এই ରେସିପିଟି ଆପଣମାନେ ନିଶ୍ଚୟ ଥରେ ଟ୍ରାଏ କରନ୍ତୁ। ନିଶ୍ଚୟ ଆପଣ ଫ୍ୟାମିଲି ଫ୍ରେଣ୍ଡସ୍କୁ ଖୁଆନ୍ତୁ। ଆଉ କେମିତି ଲାଗିଲା ମୋ ସହିତ ସେୟାର କରନ୍ତୁ। ଆଶା କରିବି ଆଜିର ଭିଡ଼ିଓ ଆପଣମାନଙ୍କୁ ପସନ୍ଦ ଆସିଥିବ। ଭିଡ଼ିଓ ପସନ୍ଦ ଆସିଲେ ଭିଡ଼ିଓକୁ ଲାଇକ୍ ନିଶ୍ଚୟ କରିକି ଯିବେ। ଆଉ ଗୋଟେ ରେସିପି ସହିତ ପୁଣି ଆସିବି। ସେଥି ପର୍ଯ୍ୟନ୍ତ ରହିଲି। ନମସ୍କାର, ଜୟ ଜଗନ୍ନାଥ।